ଯେମିତି ସାଧନା କଲେ ଆପଣଙ୍କର ମନଟା ଜୀବବୋଧରୁ ଆତ୍ମବୋଧକୁ ଚାଲିଯିବ, ତାହା କେବଳ କ୍ରିୟା ଯୋଗ ଦ୍ୱାରା ସମ୍ଭବପର। ଯେମିତି ଲୁହାଟା ମ୍ୟାଗ୍ନେଟ୍ ସଂସ୍ପର୍ଶ ଆସିଲେ ତା କ'ଣ ହେବ, ତା ଯେମିତି ମ୍ୟାଗ୍ନେଟ୍ରେ ପରିଣତ ହୋଇଯିବ, ଲୁହା ହେଇକି ଆଉ ରହିବ ନାହିଁ। ସେଇଭଳି ମନ ପ୍ରାଣକୁ ବାରମ୍ବାର ଆପଣ ଯଦି ସହସ୍ରରେ ରଖିବେ, ସହସ୍ର ସହିତ ମିଳନ ହେବେ, ଆପଣ ଭିତରେ ଆତ୍ମବୋଧ ଅବସ୍ଥା ଆସିବ। ଯେମିତି ସଂବାଳୁଆଟା ରୂପାନ୍ତରିତ ହୋଇ ପ୍ରଜାପତିରେ ପରିଣତ ହୁଏ, ସେଇଭଳି ଆପଣ ସାଧନା କଲେ ଆପଣ ମନଟା କାମନାରୁ ବାସନାରୁ ମୁକ୍ତ ହୋଇ ନିଷ୍କାମ ଅବସ୍ଥାରେ ପହଞ୍ଚିବେ। ଆପଣ କହିବେ ମୋର ସଂସାରରେ ଆଉ କିଛି ଦରକାର ନାହିଁ, ହେ ଭଗବାନ, ସବୁକିଛି ତୁମେ, ସବୁକିଛି ତୁମର।